जय जगन्नाथ मु आदि स्वागत करछि आपनको ओडिशार फास्ट एमआर लाइफस्टाइल चैनल को। तो आज जमती मु एबे बाहरी गेलानी काम को। एबे ऑलमोस्ट टाइम गेलानी सकाळ 9टा। तो मु बाहर जेबे काम को। बाकी किछिटा काम अछि एक्स्ट्रा काम सेटा सारी देकी तापर जिबी वर्क रे। तो चलो जिबा आ देखिबा। तो एबे फास्ट मु जाउची जिबी टिके करविजन। आज काम अछि करविजन रे। तो मु एबे हे गेलानी कल्पना पाखापाखि जाऊँचे ଏବେ ଯିବି। ତାପରେ ମୋ କଲିକ୍ ଆସିବ, ତା ସହିତ ବି ଟିକେ ଗୋଟେ ଡିସ୍କସନ୍ କରିବାର ଅଛି। ବାକି ମାନେ କମ୍ପାନୀ ରିଲେଟେଡ୍ ଟିକେ ଡିସ୍କସନ୍ କରିବାର ଅଛି। ତାପରେ କିଛିଟା କାମ ଅଛି, କାମ ବି ସାରିବୁ। ଏଇଟା ଯେଉଁ କଳ୍ପନାରେ ଯେଉଁ ନୂଆ କୋର୍ଟଟା ହେଇଥିଲା, ଆଗରୁ ଜାଣିଥିବେ କୋର୍ଟଟା କେଉଁ ଭଳିଆ ଥିଲା। ଏବେ ଏଇ କୋର୍ଟଟା ମାନେ କଳ୍ପନାର ଲୁକ୍ସଟାକୁ ପୁରା ଚେଞ୍ଜ। ଏପଟେ କୋର୍ଟ, ସେପଟେ ଉତ୍କଳ ଗ୍ୟାଲେରିଆ। ମାନେ ଗୋଟେ ଏଇ ଜାଗାଟା ଲାଗେ ଗୋଟେ ମାନେ ଯେମିତି ଗୋଟେ ବଢ଼ିଆ ଜାଗାଟା ଲାଗେ। କୋର୍ଟଟା କାମ ହେଇକି ଆକ୍ଚୁଆଲି ବଢ଼ିଆ ହେଲା। ଏଇ କୋର୍ଟଟା ଥିଲା ବହୁତ ମାନେ ଜାକି ଜୁକି ଛୋଟ ଜାଗା ଭଳିଆ, ମାନେ ବହୁତ କଞ୍ଜେଷ୍ଟେଡ୍ ଦେଖାହେଉଥିଲା। ମାନେ ଭଲ ଲାଗୁନଥିଲା କୋର୍ଟଟା, ଦେଖିଲା ଲାଗି ଭଲ ଲାଗୁନଥିଲା। ଏବେ କୋର୍ଟଟା କିନ୍ତୁ ବଢ଼ିଆ ଦେଖାହେଉଛି। ମଡ଼ିଫିକେସନ୍ କରିଛନ୍ତି ବଟ୍ ବଢ଼ିଆ କରିଛନ୍ତି। ଚାଲ ଯିବା। ଏବେ ମୁଁ କଳ୍ପନା ହେଇଯିବି ଏବେ। ଏଇଟା ଜାଣିଥିବେ ଉତ୍କଳ ଗ୍ୟାଲେରିଆ। ଆଉ ମୋର ପ୍ରାୟ ଟାଇମ୍ ଆଗରୁ ଖଟିଥିଲା ଏଇ ଉତ୍କଳ ଗ୍ୟାଲେରିଆ। କିଛି କାମ ନଥାଉ ଉତ୍କଳ ଗ୍ୟାଲେରିଆ ଟିକେ ବସି ପଡ଼ୁ, ଭଲ ଲାଗୁଥିଲା। ବଟ୍ ଏବେ ସିଫ୍ଟେଡ୍ ବିନ୍ଦୁସାଗର। ଭାଇ ସବୁଠୁ ବଢ଼ିଆ ଜାଗା, ଆରାମସେ ବସ, ଟିକେ ଟାଇମ୍ ସ୍ପେଣ୍ଡ କର, ଚାଲ। ତ ମୁଁ ଏବେ ପହଞ୍ଚିଗଲିଣି ପାଖାପାଖି କରଭିଜନ ପାଖାପାଖି ପହଞ୍ଚିଗଲିଣି। ଆଉ ମୁଁ ଏବେ ଅଛି ଆକ୍ଚୁଆଲି ରାମ ମନ୍ଦିର ପାଖରେ, ଯାଉଛି ଏବେ କରଭିଜନ। ଟ୍ରାଫିକ୍ ସିଗ୍ନାଲ ନାଲି ହେଇଗଲାଣି, ତ ଠିଆ ହେବି, ତାପରେ ଯିବି। ଯାଇ କରଭିଜନରେ କଲ୍ ଫଲ୍ ସାରିକି ଆଇଲା ପରେ ତାପରେ କାମ ଅଛି ଟିକେ। ଏବେ କରଭିଜନ, ଡକ୍ଟର କଲ୍ ଅଛି, ସେତକ ସାରିବି। ତାପରେ କିଛିଟା କମ୍ପାନୀ କାମ ଅଛି, ସେତକ ସାରିବାର ଅଛି। ମାନେ ବସିକି ଗୋଟେ ଫର୍ମାଟ୍ କରିବାର ଅଛି। ମାନେ ବ୍ୟାକ୍ ଟୁ ବ୍ୟାକ୍ ୱାର୍କ। ମାନେ ଏମ୍ଆର୍ ମାନଙ୍କର ଆକ୍ଚୁଆଲି କ'ଣ କହିଲେ, ମାନେ ସେମାନେ ଖାଲି ନର୍ମାଲି ଗାଡ଼ି ଚଲେଇକି ମାନେ ଯାଇକି ଡକ୍ଟର ଭିଜିଟ୍ ଏସବୁ ନଥାଏ। ତା ସହିତ ତାଙ୍କର ଫର୍ମାଟ୍ କାମ ଥାଏ, ମିଟିଂସ୍ ଆସେ, ତା ଦେହରେ ବହୁତ ସାରା ଜିନିଷ ଅଛି। ଷ୍ଟକିସ୍ ହ୍ୟାଣ୍ଡେଲିଂ, କେମିଷ୍ଟ ହ୍ୟାଣ୍ଡେଲିଂ। ମାନେ ଆକ୍ଚୁଆଲି ଯେଉଁମାନେ ସମସ୍ତେ ଭାବୁଛନ୍ତି ନା ସେମାନଙ୍କ ଜବ୍ ଆକ୍ଚୁଆଲି ବହୁତ ସିମ୍ପଲ୍। ନା, ମାନେ ରିଆଲିଟି ଯଦି ଆପଣ ଦେଖିବେ ନା, ବହୁତ କଷ୍ଟ ସେମାନଙ୍କ ପାଇଁ ହେଲା। ତ ସବୁ କିଛି ସେମାନଙ୍କୁ ହ୍ୟାଣ୍ଡେଲ୍ କରିବାକୁ ପଡ଼େ। ତ ଛୋଟ ମୋଟ ଜବ୍ ନୁହେଁ ଏଇଟା। ଲୋକ ଭାବନ୍ତି କି ନା ଭାଇ ସେ କ'ଣ କରୁଛନ୍ତି, ବହୁତ ଲୋକ ଭାବନ୍ତି। ମାନେ ସେଥିପାଇଁ ତ ମୁଁ କହିଲି ଏଇଟା ଗୋଟେ ଅଣ୍ଡରରେଟେଡ୍ ଜବ୍। ଏଇଟାକୁ କେହି ମାନେ ଏତେ କେୟାର କରନ୍ତିନି, କ'ଣ ଚାକିରି ମ ହେଲା। କିନ୍ତୁ ଆକ୍ଚୁଆଲି କେତେ କଷ୍ଟ ଯିଏ କରିଛି ଭାଇ ସିଏ ଜାଣିଛି। ହଉ, ମୁଁ ଆସିକି କରଭିଜନରେ ପହଞ୍ଚିଗଲି। ଗାଡ଼ିଟା ପାର୍ କରିକି ଯାଏ, କଲ୍ ଫଲ୍ ସାରି ତାପରେ ଦେଖିବା। ତ କାମ ସାରିକି ଆକ୍ଚୁଆଲି ଆମେ ରିଲୱେର ମୋର ଆସିଥିଲୁ, ମାନେ ମୋ କଲିକ୍ ଯିଏ ଅଛନ୍ତି, ଆଉ ତାଙ୍କର ମୋର ଆସିଥିଲୁ କେଉଁଠିକି ନା ଗୋଟେ କ୍ୟାମ୍ପ ପାଇଁ, ଗୋଟେ ଆୱାରନେସ୍ କ୍ୟାମ୍ପ ଗୋଟେ ଥିଲା ଆମର। ଆସିଥିଲୁ। ଏଇଟା ତ କମ୍ପାନୀ ପ୍ରାଇଭେସି କ୍ୟାମ୍ପ, ସେଇଟା ମୁଁ ଆପଣଙ୍କୁ କହିପାରିବିନି କେଉଁଠି। ଏମ୍ଆର୍ ଲାଇଫ୍ ଗୋଟେ ଭଲ ଲାଇଫ୍, ଯାହାକି ଆମେ ଦ୍ୱିତୀୟ ଭଗବାନ କହୁଛେ ଡକ୍ଟରମାନଙ୍କୁ। ତାଙ୍କ ସାଙ୍ଗରେ ମିଶି ପାରୁଛେ। ତାଙ୍କ ସାଙ୍ଗରେ ମିଶିବା ଦ୍ୱାରା ଆମେ ବହୁତ ଜିନିଷ ଜାଣିପାରୁଛେ। ଯେ ପ୍ରିନ୍ସିପୁଲ୍ ଲାଇଫ୍, ପେସେଣ୍ଟମାନଙ୍କୁ ନିଃଶୁଳ୍କ ସେବା ଦେବା। ତାପରେ ଆମର ସ୍ପେଶିଆଲ୍ ହେଉଛି ଆମର ଆଇ ଡିଭିଜନ୍, ଆଖି, ଯାହାକି ମଣିଷର ପ୍ରତ୍ୟେକଟି ଅଙ୍ଗ ଭିତରେ ଗୋଟେ ଭାଇଟାଲ୍ ପାର୍ଟ। ତେଣୁ ସେ ଭାଇଟାଲ୍ ପାର୍ଟ ଆଖି ନଥିଲେ ଆମେ କିଛି, ସବୁ ଅଙ୍ଗର ପ୍ରତ୍ୟେକଟି ଉପରେ ପରିପୂରକ, କିନ୍ତୁ ଆଖିର ସେପାରେଟ୍ ରୋଲ୍, ଯାହାଦ୍ୱାରା ସେଇ ଡିଭିଜନ୍ ଆମେ କାମ କରୁଛୁ। ଆଜି ଆମେ ଗୋଟେ ଆୱାରନେସ୍ ପାଇଁ ଯାଇଥିଲୁ। ସ୍କୁଲ ପିଲା ଯେଉଁ ଦେଖୁଛନ୍ତି ମୋବାଇଲ୍, ଲ୍ୟାପଟପ୍, କୋଭିଡ଼ ପଟ ବେଶୀ ବଢ଼ିଯାଇଛି। ଅନଲାଇନ୍ କ୍ଲାସ୍ ହେଉଛି ପିଲାମାନଙ୍କର। ଲ୍ୟାପଟପ୍ ମୋବାଇଲରେ ସମସ୍ତେ ପିଲା ବ୍ୟସ୍ତବହୁଳ ଜୀବନ ଭିତରେ ସମସ୍ତେ ଗାର୍ଡ଼ିଆନ୍ ମାନେ ପିଲାମାନଙ୍କୁ ମୋବାଇଲ୍ ଦେଇ ଦେଉଛନ୍ତି। ଆଉ ତାଙ୍କୁ ସଚେତନ ପାଇଁ ଆସିଥିଲୁ ଯେ ମୋବାଇଲରୁ ଯେଉଁ ସ୍କ୍ରିନ୍ରୁ ଆସୁଛି, ଯେଉଁ ବ୍ଲୁ ଲାଇଟ୍ ଆସୁଛି, ସେ ବ୍ଲୁ ଲାଇଟ୍ ରେଟିନା ଉପରେ କେତେ ଇଫେକ୍ଟ ପକାଉଛି ସଚେତନ କରିବାକୁ ଆସିଛୁ। ଯେ ମୋବାଇଲ ବେଶୀ ସମୟ ଦେଖନ୍ତୁ ନାହିଁ, ଯେତିକି ସମୟ ଦେଖୁଛନ୍ତି ଆବଶ୍ୟକ ସ୍ଥଳେ ଦେଖନ୍ତୁ, ବେଶୀ ସମୟ ଦେଖନ୍ତୁ ନାହିଁ। ଯେତିକି ପଢ଼ା ସମୟ ତାକୁ ଦେଖନ୍ତୁ। ଅଯଥାରେ ମୋବାଇଲ ଦେଖିକିରି କି କାର୍ଟୁନ୍ ହେଲା, କି ଅଲଗା ରିଲ୍ସ ହେଲା, କି ଅଲଗା ସୋସିଆଲ ମିଡ଼ିଆରେ କୌଣସି ଜିନିଷ ହେଲା,
ଶିକ୍ଷଣୀୟ ଜିନିଷ ବ୍ୟତୀତ ଆଉ କିଛି ଦେଖନ୍ତୁନି। ତାପରେ ପିଲାମାନେ ଆଜିକାଲି ଡେଟ୍ରେ କ'ଣ ହେଇଛି ନା ଇଣ୍ଟର ଇଏ ଭିତରେ ରହିଛନ୍ତି। ଆଉଟଡୋର ଯେଉଁ ରହିଲା ସବୁ ପ୍ଲେ ଗୁଡ଼ାକ ଆମର ପ୍ଲେ ଗ୍ରାଉଣ୍ଡକୁ ଯାଉନାହାନ୍ତି, କି କ୍ରିକେଟ୍ ହେଲା କି ଭଲି ହେଲା କି ଆଉ ଯାହା ବି ହେଲା ଫିଜିକାଲ ଗେମ୍ସ ତାକୁ ପିଲାମାନେ କିଛି ଖେଳୁନାହାନ୍ତି, ଯାହାଦ୍ୱାରା କି ସେଇଟା ପିଲାମାନଙ୍କ ଉପରେ ବହୁତ ଇଫେକ୍ଟ ବ୍ୟାଡ୍ ଇଫେକ୍ଟ ପକାଉଛି। ଓନ୍ଲି ସ୍ମାର୍ଟ ମୋବାଇଲ ତ ସେ ତାକୁ ସଚେତନ କରିବା ଆସିଥିଲା। ଯେମିତିକି ରିଲୱେ ଆପଣଙ୍କୁ କହିଲେ ହେଲା, ତ ଆକ୍ଚୁଆଲି ପିଲାମାନଙ୍କର ପ୍ରୋବ୍ଲେମ୍ କ'ଣ, ମାନେ ଆକ୍ଚୁଆଲି ଆମେ ପ୍ୟାରେଣ୍ଟସ୍ ହିସାବରେ କ'ଣ କରୁଛେ, ପିଲା ଖାଉନାହାନ୍ତି ମୋବାଇଲ ଦେଇଦିଅ, ପିଲା ଦୁଷ୍ଟ ହେଉଛନ୍ତି ମୋବାଇଲ ଦେଇଦିଅ, କି ଏସବୁ ଠିକ୍ ଅଛି, ମାନେ ନେସେସରୀ ଆଜିକାଲି ଡିଜିଟାଲ ଯୁଗରେ ପିଲାଙ୍କୁ ମୋବାଇଲ ଲ୍ୟାପଟପ୍ ଏଗୁଡ଼ା ଦେବା ଦରକାର। ବଟ୍ ଗୋଟେ ପିଲା ଯେତେବେଳେ କ୍ଲାସ୍ କରୁଛନ୍ତି ତାଙ୍କୁ ଲ୍ୟାପଟପ୍ ଦିଅ, ମୋବାଇଲ ଦିଅ, ସେମାନେ ସେ ଜିନିଷ ପାଇଁ ହୁଅନ୍ତୁ। ଆଜିକାଲି କ'ଣ କରୁଛନ୍ତି ନା ପିଲାମାନେ ଲଙ୍ଗ୍ ଟର୍ମଲି ରିଲ୍ ସ୍କ୍ରୋଲ୍ କରୁଛନ୍ତି, ୟୁଟ୍ୟୁବରେ ବସି କାର୍ଟୁନ୍ସ ଦେଖୁଛନ୍ତି, ଏସବୁ ସେଗୁଡ଼ା ନୁହଁ। ଆକ୍ଚୁଆଲି କ'ଣ କି ମାନେ ଆଗରୁ ଯେଉଁ ମାନେ ଆମ ଜେନେରେସନ୍ କଥା ଆପଣଙ୍କୁ କହୁଛି, ଆମେ ବହୁତ ସାରା କ'ଣ ନା ଆଉଟଡୋର୍ ଗେମ୍ସରେ ଥିଲେ, ତ ସେ ଜିନିଷଟା ଆମ ପାଇଁ ବେନିଫିଟ୍ ହେଉଥିଲା କି ଆମକୁ ଭିଟାମିନ୍ ଡି ମିଳୁଥିଲା, ଆମ ଇମ୍ୟୁନିଟି ପାୱାର ଷ୍ଟ୍ରଙ୍ଗ ହେଉଥିଲା। ବଟ୍ ଏବେ ସେ ଜିନିଷ ନାହିଁ। ଏବେ ପିଲା ସବୁବେଳେ ଘରେ ବସିଲେ, ଫୋନ୍ ଚଲେଇଲେ, ତ ସେମାନଙ୍କୁ କ'ଣ ନା ନେଚର୍ର ଯେଉଁ ଜିନିଷଟା ସେମାନଙ୍କୁ ମିଳିଲାନି। ଆଉ ମୋଷ୍ଟଲି କ'ଣ ସବୁବେଳେ ଫୋନ୍ ଚଲେଇ ଚଲେଇ ଯେଉଁ ବ୍ଲୁ ଲାଇଟ୍ଟା ସବୁବେଳେ ତାଙ୍କ ଆଖିରେ ପଡ଼ିକିନା ରେଟିନା ଖରାପ ହେଇଯାଉଛି, ବହୁତ ଶୀଘ୍ର ପିଲାଙ୍କ ଆଖି ଖରାପ ହେଇଯାଉଛି। ତ ଏଇସବୁ ଜିନିଷ ପ୍ରୋବ୍ଲେମ୍ ବାହାରୁଛି। ତ ସେଇ ରିଗାର୍ଡ଼ିଂ ଆମର ଗୋଟେ ମାନେ କ୍ୟାମ୍ପିଂ ଥିଲା, ଆୱାରନେସ୍ କ୍ୟାମ୍ପିଂ। ତ ରିଲୱେର ମୋର ଆଜି ମାନେ ଥିଲୁ, ସ୍ପନ୍ସରସିପ୍ କରୁଥିଲୁ ଆମେ। ସେ ଜିନିଷଟା ଆମେ ପିଲାମାନଙ୍କୁ ବୁଝାଉଥିଲୁ କି ଆକ୍ଚୁଆଲି ମୋବାଇଲ କେତେ ଇଫେକ୍ଟେଡ୍ ଆଖି ପାଇଁ, କ'ଣ ପ୍ରୋବ୍ଲେମ୍ ହୁଏ, କ'ଣ ହୁଏ ସେଇ ବିଷୟରେ। ତ ଚାଲ, ଏଠି ଆମର କାମ ସରିଲାଣି, ଆମେ ରିଲୱେର ମୋର ବାହାରିବୁ। ତ ଏବେ ମୁଁ ଆକ୍ଚୁଆଲି ଯାଉଛି ଟିକେ ବରମୁଣ୍ଡା ଯିବାର ରିଜିନ୍ ହେଲା କି ଜଣେ ଡକ୍ଟର ଆସୁଛନ୍ତି ମାନେ ସେ ଆକ୍ଚୁଆଲି ଆସିଥିଲେ ଗୋଟେ କାମରେ, ତ ରିଟର୍ନ କରୁଛନ୍ତି। ଟିକେ କ୍ଲୋଜ୍ ଡକ୍ଟର ମୋର। ତ ସେ ମୋତେ ଫୋନ୍ କରିଥିଲେ କି ଚନ୍ଦନ କେଉଁଠି ଅଛୁ? ମୁଁ କହିଲି କି ସାର୍ ମୁଁ ଭୁବନେଶ୍ୱରରେ ଅଛି। ତ ଏ କହିଲେ ଆରେ ମୁଁ ଆଜି ବାହାରି ଯିବି, ତ ମୁଁ ଅଛି ବରମୁଣ୍ଡାରେ ପହଞ୍ଚୁଛି, ଆସୁନ ଦେଖା ହବ। ତ ମୁଁ କହିଲି ହଁ, ଏତେ ଦିନ ପରେ ଆସୁଛନ୍ତି ଯେହେତୁ ଗୋଟେ ମାନେ ଟିକେ ଦେଖା ହେଇଯିବା। ତ ସେଥିପାଇଁ ସାର୍ ଯେହେତୁ ଡାକିଲେ, ମୁଁ କହିଲି ନାଇଁ ଯାଏ ଟିକେ ସାର୍ଙ୍କୁ ଦେଖା ହେଇକି ପଳେଇ ଆସେ। ତ ମୁଁ ଏବେ ଯାଉଛି ବରମୁଣ୍ଡା, ସାର୍ଙ୍କୁ ଟିକେ ଦେଖା ହେବି। ଆଉ ବହୁତ ଦିନ ଆଣି ବି ଦେଖା ହେଇନି, କିନ୍ତୁ ଫୁଟେଜ୍ ଦେଖେଇ ହେବନି ଯେହେତୁ ଜଣେ ଡକ୍ଟର, ତାଙ୍କର ପ୍ରାଇଭେସି। ସେ ଗୋଟେ ମୋ ସହିତ ଭଲସେ ମିଶୁଛନ୍ତି ବୋଲି ମୋତେ ଡାକିଦେଲେ, ଚନ୍ଦନ ଆସ ଟିକେ ଦେଖା ହେଇଯିବ। ତ ମୁଁ ସେ ରିଜିନ୍ରେ ଦେଖା ହେବି, ବଟ୍ କୌଣସି ପ୍ରକାର ଫୁଟେଜ୍ ନେଇ ହେବନି। ଆଉ ଚାଲ, ମୁଁ ସାର୍ଙ୍କୁ ଦେଖା ହେଇସାରିକି ପୁଣି ରୁମ୍କୁ ଯିବି, ଲଞ୍ଚ୍ କରିବି। ଯେହେତୁ ବରମୁଣ୍ଡା ଆସିଛି, ଏପଟେ ଗୋଟେ କଲ୍ ବି ଅଛି, ସେ କଲ୍ଟା ଏକା ସାଙ୍ଗେ ସାରି ଦେଇକି ଏକା ସାଙ୍ଗେ ମୁଁ ପଳେଇବି। ଏବେ ସେ କଲ୍ଟା ମୁଁ ଭାବିଥିଲି କାଲି ପରଦିନ ରିସିଭ୍ କରିବି, ବଟ୍ ଆଜି ଆସିଛି ତ ଏଇପଟକୁ, ତ ଏଇପଟେ କାମ ବି ସାରି ଦେଇକି ଏକା ସାଙ୍ଗେ ଯିବି। ଟିକେ ଲେଟ୍ରେ ଯାଇକି ରୁମ୍ରେ ଲଞ୍ଚ୍ କରିବି, ଆଉ ଯାଇକି ସାରିଦେବି। ଆଉ ବରମୁଣ୍ଡା ଆପଣ ବସ୍ଷ୍ଟାଣ୍ଡ ଦେଖିଥିବେ, ମାନେ ପୁରା ଫାର୍ଷ୍ଟ କ୍ଲାସ୍। ମାନେ ବରମୁଣ୍ଡା ବସ୍ଷ୍ଟାଣ୍ଡ ଗୋଟେ ଏୟାରପୋର୍ଟଠୁ କମ୍, ଏତେ ବଢ଼ିଆ ସୁନ୍ଦର ହେଇଛି। କିନ୍ତୁ ତଥାପି ଲୋକ ସୁଧରିବେନି, କାହିଁକିନା ଲୋକ ଏଠି ରଙ୍ଗରେ ଗାଡ଼ି ଚଲେଇବେ। ଦେଖିଲେ, ଲୋକ ଏଠି ରଙ୍ଗରେ ଗାଡ଼ି ଚଲେଇବେ। ଲୋକଙ୍କୁ ତମେ ସୁନା ଥାଳିଆ ଦେଲେ ବି ସିଏ ସେଇ ଯେମିତି ଖାଇବା କଥା ଖାଇବେ। ସେ ସୁନା ଥାଳିର ମହତ୍ତ୍ୱ ତାଙ୍କ ପାଇଁ କିଛି ନାହିଁ। କ'ଣ ମୁଁ ଏଇ ଆପଣଙ୍କ ଉପରେ ପକାଇ ଦେଉଛି, ମୁଁ କହିଲେ ଆପଣ ମେ ବି ସେଇଟା ଠିକ୍ସେ ବୁଝିପାରିବେ ନ ବୁଝିପାରିବେ। ମୁଁ ଉପରେ ଗୋଟେ ପକାଉଛି ଆପଣଙ୍କୁ, ସର୍ଚ୍ଚ କରିକି ଓଡ଼ିଆରେ ସେଇଟା ଲେଖିଦେଉଛି ଆପଣଙ୍କୁ, ଦେଖନ୍ତୁ ମାଇପିଆ କ'ଣ। ତ ଏ ମାଇପିଆରେ ଯେତେବେଳେ ହୁଏ ନା, ମାନେ ପିଲା ବହୁତ ଡିସ୍କମ୍ଫର୍ଟ ଫିଲ୍ ହୁଅନ୍ତି, ତାଙ୍କୁ ଦେଖାଯାଏନି, ସେମାନେ ଜାଣି ହିଁ ପାରନ୍ତିନି ତାଙ୍କୁ ମାଇପିଆ ହେଇଛି ବୋଲି। ତ ସେସବୁ ଗୁଡ଼ାକ ଡିକ୍ଟେଟ୍ କରାଯାଏ। କେମିତି ଡିକ୍ଟେଟ୍ କରାଯାଏ ନା, ଯେତେବେଳେ ଆପଣ ଗୋଟେ ଆଇ ଡକ୍ଟର ପାଖକୁ ଗୋଟେ ପେଡିଆଟ୍ରିକ୍ ପେସେଣ୍ଟକୁ ନେଇକି ଯିବେ, ତ ସେମାନେ ଦେଖନ୍ତି, ଛୋଟ ଛୁଆଙ୍କୁ ନେଇଗଲେ ନା, ସେମାନେ ଆଇ ଟେଷ୍ଟ କରନ୍ତି ତାଙ୍କୁ ମାଇପିଆ ହେଇଛି ନା ନାହିଁ। ବାକି ଛୋଟ ପିଲାଙ୍କୁ ଭିଟାମିନ୍ସ ଦିଅନ୍ତି ହେଲା। ଭିଟାମିନ୍ସରେ ଥାଏ, ମାନେ ମୋଷ୍ଟଲି ତାଙ୍କୁ ଭିଟାମିନ୍ ଏଟା ଦିଅନ୍ତୁ ହେଲା। ଆପଣ ଯଦି ବାହାରୁ କୌଣସି ଭିଟାମିନ୍ କନଜ୍ୟୁମ୍, ଆପଣ ଛୁଆକୁ ଆପଣ ଚାହୁଁନାହାନ୍ତି ମୁଁ ବାହାରୁ କୌଣସି ପ୍ରକାର ମେଡ଼ିସିନ୍ କନଜ୍ୟୁମ୍ କରିବାକୁ ଦିଏ, ଠିକ୍ ଅଛି। ତ ଆପଣ ନର୍ମାଲି ତାଙ୍କୁ ଦେଇପାରିବେ ଗାଜର। ସେଥିରେ ଗୋଟେ ଗାଜରରେ 1500 mg ମାନେ ଭିଟାମିନ୍ ଏ ଥାଏ। ମାନେ ପାଖାପାଖି ଗୋଟେ ଗାଜର ଗୋଟେ ଦିନର ଭିଟାମିନ୍ ଏ ତାର ଫିଲ୍ଅପ୍ କରିଦେବ, ଯଦି ଆପଣ ପିଲା ଖାଉଛି। ଯଦି ଆପଣଙ୍କ ପିଲା ନ ଖାଉଛି ହେଲା, ତ ଅଛି ଗୋଟେ ମେଡ଼ିସିନ୍ ଅଛି, ଯେଉଁଟା ଭିଟାମିନ୍ ଏ ଅଛି, ଜିଙ୍କ୍ ଅଛି, ଭିଟାମିନ୍ ସି ଅଛି,
ଆଉ ବାକି କିଛିଟା ଭିଟାମିନ୍ସ ଯେଉଁଗୁଡ଼ାକ ଆଇ ପାଇଁ ରିଲେଟେଡ୍, ରେଟିନା ଫେଟିନା ଏସବୁ ପାଇଁ ରିଲେଟେଡ୍ ଅଛି, ତ ସେଗୁଡ଼ାକ ଥାଏ ସେ ମେଡ଼ିସିନରେ। ସେ ମେଡ଼ିସିନଟା ଆପଣ ଦେଇପାରିବେ ହେଲା। ତ ଯଦି ପିଲା ଆପଣଙ୍କର ନ୍ୟାଚୁରାଲ୍ ସୋର୍ସରେ ଆପଣଙ୍କଠୁ ଭିଟାମିନ୍ସ ଖାଉଛି, ତ ଆପଣ ଭିଟାମିନ୍ ଏ ତାଙ୍କୁ ନ୍ୟାଚୁରାଲ୍ ସୋର୍ସରେ ଦିଅନ୍ତୁ। ସେ ଗାଜର ଖାଆନ୍ତୁ, ଏସବୁ ଖାଆନ୍ତୁ। ଏଗୁଡ଼ା ଆକ୍ଚୁଆଲି ଦେଖନ୍ତୁ, ଗାଜରରେ ଖାଲି ଭିଟାମିନ୍ ଏ ନାହିଁ, ବହୁତ ସାରା ଜିନିଷ ଅଛି। ଆମେ ଫ୍ରୁଟ୍ସ କ'ଣ ପାଇଁ ଖାଏ? ତା ଦେହରେ ଫାଇବର୍ସ ଅଛି, ଭିଟାମିନ୍ସ ମିନେରାଲ୍ସ ସବୁ ଅଛି। ତ ଆମେ ଗୋଟେ ଭିଟାମିନ୍ସ ପାଇଁ ଗୋଟେ ଜିନିଷ ଖାଉନୁ। ଫାର୍ଷ୍ଟ ଜିନିଷ ଥିଙ୍ଗଲେ ଆପଣ ଯଦି ନ୍ୟାଚୁରାଲି ସେମାନେ କନଜ୍ୟୁମ୍ କରୁଛନ୍ତି ନା, ତ ସେମାନଙ୍କୁ ନ୍ୟାଚୁରାଲି ଫାଇବର ମିଳିଲା, ମିନେରାଲ୍ସ ମିଳିଲା, ତ ସେଗୁଡ଼ାକ ମିଳିବ। ତେଣୁ ମୁଁ ମୋଷ୍ଟଲି କହିବି, ଦେଖନ୍ତୁ ଆଜ୍ ଏ ମେଡ଼ିକାଲ ରିପ୍ରେଜେଣ୍ଟେଟିଭ୍ ମୁଁ ଆପଣଙ୍କୁ କହିବି ମେଡ଼ିକାଲ ଲାଇନରେ କି ହଁ ମେଡ଼ିସିନ ଠିକ୍ ଅଛି, ବଟ୍ ମେଡ଼ିସିନ ବା ଯଦି ଆପଣ ନ୍ୟାଚୁରାଲି ଗୋଟେ ଜିନିଷ ପାଉଛନ୍ତି, ତାହେଲେ ମେଡ଼ିସିନ କ'ଣ ପାଇଁ ଖାଇବେ? ତ ଆଇଥିଲି କ'ଣ କି ମୁଁ ଇଭିନିଂରେ ଆସିଥିଲି କାମ କରିବାକୁ, ବଟ୍ ମୋ କ୍ୟାମେରାରେ ଚାର୍ଜ ନଥିଲା। ତ ମୋତେ ପୁରା ମାନେ କ୍ୟାମେରା ଚାର୍ଜ ବସେଇକି କାମ କରୁଥିଲି, କାମ ସରିଲା। ଏବେ ମୋ ମାନେ କ୍ୟାମେରା ଚାର୍ଜ ହେଇଗଲା, ତ ମୁଁ ଏବେ ଆକ୍ଚୁଆଲି ଘରକୁ ଯାଉଛି। ତ ଆଜି କିଛି ଫୁଟେଜ ଦେଖେଇ ପାରିଲିନି, କ'ଣ ପାଇଁ ନା କ୍ୟାମେରା ଚାର୍ଜ ନଥିଲା, କେମିତି ଦେଖେଇଥାନ୍ତି ଆପଣଙ୍କୁ। ତ ସେ ଯାହା ବି ହଉ, କାଲି ପୁଣି ଗୋଟେ ନୂଆ ବ୍ଲଗ ଆସିବ। ତ ଚ୍ୟାନେଲକୁ ଲାଇକ୍, ସେୟାର ଆଣ୍ଡ ସବସ୍କ୍ରାଇବ୍ କରିଦିଅ। ଆଉ ଦେଖା ହବ କାଲି ଆଉ ଗୋଟେ ନୂଆ ବ୍ଲଗରେ। ସେ ପର୍ଯ୍ୟନ୍ତ ଜୟ ଜଗନ୍ନାଥ। ରହିଲି।